ଏବେ ବି କହୁଛନ୍ତି 300 ଟ୍ରକ୍ ଆସିବ କାହିଁ ବର୍ତ୍ତମାନ ଆସିପାରୁନାହିଁ ଏହି ପର୍ଯ୍ୟନ୍ତ ଆସି ପହଞ୍ଚି ନାହିଁ। ବର୍ତ୍ତମାନ ମୂଲ୍ୟ ବୃଦ୍ଧି ହେଇକି ପଡ଼ୁଛି ନିୟନ୍ତ୍ରଣରେ ସରକାରଙ୍କ ନିୟନ୍ତ୍ରଣରେ ନାହିଁ। ଯେଉଁଦିନ ସରକାର ଗଠନ ହେଲା 5 ମାସ 6 ମାସ ହେଲାଣି ମନ୍ତ୍ରୀ କହୁଛନ୍ତି କେତେବେଳେ ଟ୍ରେନ୍ରେ ଆସୁଛି 4 ମାସ ହେଲା ଟ୍ରେନ୍ ଓଡ଼ିଶାରେ ଲାଗିପାରିଲା ନାହିଁ କୌଣସି ଷ୍ଟେସନରେ। ବର୍ତ୍ତମାନ ସେ କହୁଛନ୍ତି ୱେଷ୍ଟବେଙ୍ଗଲ ଆଣିବୁ ନାହିଁ କହୁଛନ୍ତି ଆମେ ଉତ୍ତର ଓଡ଼ିଶା ଆଉ ପଞ୍ଜାବରୁ ଆଣିବୁ। ଆଉ ଆଜି ଆପଣ ଦେଖିବେ ଖାଉଟିମାନଙ୍କ ସାଧାରଣ ଉପଭୋକ୍ତାଙ୍କ ପାଇଁ ଆଜି ବହୁତ 60 ଟଙ୍କା 70 ଟଙ୍କା ବର୍ତ୍ତମାନ ବୃଦ୍ଧି ପାଉଛି। ସବୁ ମୂଲ୍ୟ ବୃଦ୍ଧି ବର୍ତ୍ତମାନ ବଢ଼ିଛି କିନ୍ତୁ ରାଜ୍ୟ ସରକାର ବହୁତ କଥା କହୁଛନ୍ତି କିନ୍ତୁ ସେ ନିୟନ୍ତ୍ରଣରେ ନାହିଁ। ବର୍ତ୍ତମାନ ଦେଖିବେ ବଜାର ଦାମ ବୃଦ୍ଧି ହୋଇକି ପଡ଼ୁଛି ସରକାରଙ୍କ ନିୟନ୍ତ୍ରଣରେ ନାହିଁ। ସରକାର ତାକୁ ନିୟନ୍ତ୍ରଣ କରିବାରେ ମଧ୍ୟ କୌଣସି ପ୍ରକାର ପଦକ୍ଷେପ ଗୁଡ଼ାକ କୌଣସି ପ୍ରକାର ସେ ପଦକ୍ଷେପ ନେଉନାହାନ୍ତି। ଯାହାଫଳରେ କି ଆଜି ଜିରୋ ଆୱାରରେ ଏଥିପାଇଁ ଉଠିଲୁ ଯେ ସରକାର ଯେତେ କଥା କହୁଛନ୍ତି ବର୍ତ୍ତମାନ ଯେତିକି ହେବା କଥା ବୃଦ୍ଧି ହେଉଛି ସିନା ବର୍ତ୍ତମାନ ମୂଲ୍ୟ ବୃଦ୍ଧି ହେଉଛି କିନ୍ତୁ ସରକାର କମାଉନାହାନ୍ତି। ଏ ସରକାର ବର୍ତ୍ତମାନ ମନ୍ତ୍ରୀ ମନ ଇଚ୍ଛା ଷ୍ଟେଟମେଣ୍ଟ ଗୁଡ଼ାକ ଯାହାକି ରାଜ୍ୟକୁ ସନ୍ତୁଷ୍ଟ ଦେଉନାହିଁ। ରାଜ୍ୟରେ ଯଦି ବର୍ତ୍ତମାନ ଯଦି ସରକାର ଯଦି ପୁଣି ଯଦି ଏବେ ବି କହୁଛନ୍ତି 300 ଟ୍ରକ୍ ଆସିବ କାହିଁ ବର୍ତ୍ତମାନ ଆସିପାରୁନାହିଁ ଏହି ପର୍ଯ୍ୟନ୍ତ ଆସି ପହଞ୍ଚି ନାହିଁ। ବର୍ତ୍ତମାନ ମୂଲ୍ୟ ବୃଦ୍ଧି ହେଇକି ପଡ଼ୁଛି ନିୟନ୍ତ୍ରଣରେ ସରକାରଙ୍କ ନିୟନ୍ତ୍ରଣରେ ନାହିଁ। ଗତ ସରକାର ସମୟରେ ଯେତିକି ଅପରାଧ ବୃଦ୍ଧି ହେଇଥିଲା ରାଜଧାନୀ କୁହନ୍ତୁ ଦତ୍ତ ଅପରାଧ କୁହନ୍ତୁ ଧର୍ଷଣ କଥା କୁହନ୍ତୁ ଇଏ ସରକାର ଆଉ ପାଦେ ଦି ପାଦ ଆଗକୁ ବଢ଼ିଲାଣି ନିୟନ୍ତ୍ରଣରେ ନାହିଁ। ଗତ ସରକାର ନିୟନ୍ତ୍ରଣ ନଥିଲା ବର୍ତ୍ତମାନ ସରକାର ମଧ୍ୟ ଇଏ 5 ମାସ 6 ମାସରେ ମଧ୍ୟ ନିୟନ୍ତ୍ରଣରୁ ବାହାର ହେଇଛି। ଯଦି ଏଭଳି ଯଦି ହୁଏ ଆମ ରାଜ୍ୟ ଗୋଟେ ଶାନ୍ତିପ୍ରିୟ ରାଜ୍ୟ ଥିଲା। ଆପଣ ଦେଖିବେ ଭୁବନେଶ୍ୱରରେ ମଧ୍ୟ ଯଦି କହିବେ ବର୍ତ୍ତମାନ ବହୁତ ସଂଖ୍ୟାରେ ବର୍ତ୍ତମାନ ବୃଦ୍ଧି ହେଇଛି। ରାଜଧାନୀ କଥା କୁହନ୍ତୁ ଚୋରି କଥା କୁହନ୍ତୁ ଧର୍ଷଣ କଥା କୁହନ୍ତୁ ସବୁ ଜାଗାରେ ହେଉଛି। ତେଣୁ ରାଜ୍ୟ ସରକାର ଗତ ସରକାର ଯାହା ଥିଲା ବର୍ତ୍ତମାନ ସରକାର ତାଙ୍କର ବଢ଼ୁଛି କିନ୍ତୁ ସରକାର ତାକୁ ନିୟନ୍ତ୍ରଣ କରିପାରନ୍ତି। ସେଟା ହୋମ୍ ଡିପାର୍ଟମେଣ୍ଟ ବର୍ତ୍ତମାନ ସନ୍ତୋଷଜନକ ନୁହେଁ। ଯଦି ଆଗାମୀ ଦିନରେ ଏଭଳି ହୁଏ ଆମ ରାଜ୍ୟ ପ୍ରତି ବିପଦ ହେବ। ଆମ ଜନସାଧାରଣଙ୍କ ସହିତ ମାନେ ପୁଲିସ ବିଭାଗ ଯେଉଁ ନିକଟତର ହେବା କଥା ସେ ଗ୍ୟାପ୍ ବଢ଼ି ବଢ଼ି ଯାଉଛି ଯାହାଫଳରେ କି ଲୋକଙ୍କର ନିକଟତର ହେଇପାରୁନାହାନ୍ତି ଯେହେତୁ ଷ୍ଟାଫ୍ର ଅଭାବ ରହୁଛି। ତେଣୁ ଆପଣ ଦେଖିବେ ଅନେକ ସମୟରେ ବର୍ତ୍ତମାନ ସବୁ ଅପରାଧ ବୃଦ୍ଧି ସବୁ ବର୍ତ୍ତମାନ ବୃଦ୍ଧିଟା ଘଟୁଛି।